हेलो फ्रेंड्स नमस्कार मु विकास आपण मानक स्वागत करुछि आउ एक नुआ वीडियो रे। तो फ्रेंड्स ओडिशार समस्त चाषी भाई भौणी मानक पई आज जाइछि बहुत बड़ खुशी खबर। जदि आपण माने मंडी रजिस्ट्रेशन करिसंती तो आपण मानक पई बहुत बड़ अपडेट टी रहिछि। देखंतु राज्य सरकार एबे कोन करिसंती मंडी कार्ड को नै नवेम्बर रु खरीफ एवं मे रु रबी धान संग्रह करिवे एवं देखंतु किना जिवो 93 लाख मेट्रिक टन धान। देखंतु राज्य सरकार चलित वर्ष 93 लाख मेट्रिक टन धान अर्थात खरीफ रे 73 लाख एवं रबी रे 20 लाख मेट्रिक टन धान किनिबाकू निष्पत्ति नेइछंती। ଏହା ଠାରୁ ଅଧିକ ଧାନ ମଣ୍ଡିକୁ ଆସିଲେ ପଞ୍ଜୀକୃତ ଚାଷୀଙ୍କ ଠାରୁ କିଣାଯିବ। ହଁ ଫ୍ରେଣ୍ଡସ୍ ଦେଖନ୍ତୁ ଏ ବର୍ଷ ରାଜ୍ୟ ସରକାର 93 ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଖରିଫରେ 73 ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବେ ଏବଂ 20 ଲକ୍ଷ ମେଟ୍ରିକ ଟନ୍ ଧାନ ରବିରେ କିଣିବେ। ଏବଂ ଦେଖନ୍ତୁ ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଖରିଫ ଧାନ କିଣିବେ ଏବଂ ମେ ରୁ ଜୁନ ପର୍ଯ୍ୟନ୍ତ ରବି ଧାନ କିଣାଯିବ। ଏହି ସମୟ ସୀମା ମଧ୍ୟରେ ଜିଲ୍ଲାଗୁଡ଼ିକ ସେମାନଙ୍କର ଧାନ ସଂଗ୍ରହ ଅବଧି ସ୍ଥିର କରିବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ସମ୍ମିଳନ କକ୍ଷରେ ବସିଥିବା ରାଜ୍ୟ କ୍ୟାବିନେଟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖରିଫ ବିପନ୍ନ ବର୍ଷ 2025-26 ପାଇଁ ଖାଦ୍ୟ ଓ ଧାନ ସଂଗ୍ରହ ନୀତିକୁ ଅନୁମୋଦନ କରିଛି। ଏହା ସହ ମୋଟ 10ଟି ବିଭାଗର 15ଟି ପ୍ରସ୍ତାବ କ୍ୟାବିନେଟ ଅନୁମୋଦନ କରିଛି। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ସଚିବ ମୋହନ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସଂଗ୍ରହ ପାଇଁ ନୀତି ପ୍ରସ୍ତୁତ ହୋଇଥିଲେ ବି କ୍ୟାବିନେଟ ଉପକମିଟି ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ସଂଗ୍ରହ ନୀତିର କାର୍ଯ୍ୟାନ୍ୱୟନର ସମୀକ୍ଷା କରିବେ। ଆବଶ୍ୟକ ପଡ଼ିଲେ ସାମଗ୍ରିକ ଧାର୍ଯ୍ୟ ଲକ୍ଷ୍ୟ ସଂଶୋଧନ କରିବେ। ସେହିପରି ସରକାରଙ୍କ ଧାନ ବିକ୍ରି ପାଇଁ ଆଧାର ହେବ ଏକମାତ୍ର ପରିଚୟ ପତ୍ର। ଆପଣ ଦେଖନ୍ତୁ ସରକାର ଯୋଉ ଧାନ କିଣିବା ପାଇଁ ଯୋଉ କରିଛନ୍ତି ତା ପାଇଁ ଆଧାର ହେବ એકમાત્ર ପରିଚୟ। ପଞ୍ଜୀକରଣ ସମୟରେ ଚାଷୀମାନଙ୍କ ଆଧାରିତ ଇକେୱାଇସି ପଞ୍ଜୀକରଣ ଏବଂ ଆଇରିଶ ମାଧ୍ୟମରେ ଇକେୱାଇସି ଆଧାରିତ ଦେୟ ପାଇଁ ସମ୍ପତ୍ତି ହେବେ। ଏହା ସହ ଉପଗ୍ରହ ଚିତ୍ର ମାଧ୍ୟମରେ ପଞ୍ଜୀକୃତ ହୋଇଥିବା ଚାଷ ଜମିଗୁଡ଼ିକୁ 100% କ୍ଷେତ୍ର ଯାଞ୍ଚ ଓ ଜମି ବିବରଣୀ ବୈଧତା ଯାଞ୍ଚ କରାଯିବ। ଏହାର ସତ୍ୟତା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ନିର୍ଦ୍ଧାରିତ ନୀତି ଅନୁଯାୟୀ ଯାଞ୍ଚ କରାଯିବ। ପଞ୍ଜୀକୃତ ଚାଷୀଙ୍କୁ ଧାନ ସଂଗ୍ରହ ଧାନ ପରିମାଣ ନେଇ ଆଗୁଆ SMS ମାଧ୍ୟମରେ ଜଣାଯିବ। ହଁ ଫ୍ରେଣ୍ଡସ୍ ଦେଖନ୍ତୁ ଯେତେବେଳେ ଆପଣ ମଣ୍ଡି କାର୍ଡ ପାଇଁ ରେଜିଷ୍ଟ୍ରେସନ କରିଛନ୍ତି ତ ଆପଣଙ୍କୁ ଏହାର 15 ଦିନ ଆଗରୁ ଆପଣଙ୍କୁ SMS ମାଧ୍ୟମରେ ଜଣାଯିବ। ସାଧାରଣ ଧାନ ପାଇଁ କ୍ୱିଣ୍ଟାଲ ପିଛା MSP 2369 ଟଙ୍କା ରହିଛି ଏବଂ ଗ୍ରେଡ ଏ ଧାନ ପାଇଁ କ୍ୱିଣ୍ଟାଲ ପିଛା 2389 ଟଙ୍କା ଧାର୍ଯ୍ୟ କରାଯାଇଛି। ଭାରତ ସରକାର ଦ୍ୱାରା ଧାର୍ଯ୍ୟ ହୋଇଥିବା MFU ମାନର ଧାନ ସଂଗ୍ରହ ହେବ। ଧାନର ଧାର୍ଯ୍ୟ ମୂଲ୍ୟ ଠାରୁ କମ ମୂଲ୍ୟ ଦେଲେ କାର୍ଯ୍ୟାନୁଷ୍ଠାନ ହେବ। ଓଡ଼ିଶା ଯୋଗାଣ ନିଗମ ସମସ୍ତ ଜିଲ୍ଲାର ଧାନ ସଂଗ୍ରହ କରିବା ଏବଂ ପ୍ୟାକ୍ସ ଲ୍ୟାମ୍ପସ ମହିଳା SHG ପାଣି ପଞ୍ଚାୟତ ମାଧ୍ୟମରେ ଧାନ ସଂଗ୍ରହ କରିବ। ଚାଷୀଙ୍କୁ ଧାନ ଦେବାର 24 ଘଣ୍ଟା 48 ଘଣ୍ଟା ମାଧ୍ୟମରେ ପ୍ରାପ୍ୟ ପ୍ରଦାନ କରାଯିବ। ହଁ ଫ୍ରେଣ୍ଡସ୍ ଦେଖନ୍ତୁ ଆପଣ ଯେତେବେଳେ ଧାନ ବିକ୍ରି କରିବେ ତାହାର 24 ରୁ 48 ଘଣ୍ଟା ଭିତରେ ଆପଣଙ୍କର ପ୍ରାପ୍ୟ ପାଇଯିବେ। ସେହିପରି ବାହାର ରାଜ୍ୟରେ ଯେପରି ଧାନ ଆସିବଣି ସେଥିପାଇଁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମିତ ଯାଞ୍ଚ ହେବ। ଏଥିପାଇଁ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଚିହ୍ନଟ କରାଯିବ ଏବଂ CCTV କ୍ୟାମେରା ଲଗାଯିବ। ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନା ଆବଶ୍ୟକତା ପୂରଣ ପାଇଁ ବାର୍ଷିକ 24 ଲକ୍ଷ ମେଟ୍ରିକ ଟନ୍ ଚାଉଳ ଆବଶ୍ୟକ। ବଳକା ଚାଉଳ MSFCI ମାଧ୍ୟମରେ କେନ୍ଦ୍ରୀୟ ଭଣ୍ଡାରକୁ ପ୍ରଦାନ କରାଯିବ। ଦେଖନ୍ତୁ ଏହା ସହ ନିଷ୍ପତ୍ତି ହୋଇଛି ଯେ ଖରିଫ ବିପନ୍ନ ବର୍ଷ 2024-25 ରବି ଋତୁରେ ବ୍ୟତୀତ କିମ୍ବା ଏହାର ପୂର୍ବ ବର୍ଷଗୁଡ଼ିକରେ ଯଦି କୌଣସି ମିଲର ବକେୟା ଦେୟ ଅଛି ତେବେ ମିଲରରୁ ଆଗାମୀ ଧାନ କିଣା ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ।